जो कहले विजया दशमी ସେଇ ବିଜୟା विजय ଦଶମୀ नवमी ନବମୀ ତ ବିଜୟା ନବମୀ ପର୍ବ ବିଷୟରେ ଟିକେ ସମୟ ଧାରଣା ଦିଅନ୍ତୁ। ଯାହା ମୁଁ ଶୁଣିଲି ପୁରୀ ଜିଲ୍ଲାର ଅନ୍ୟ କୌଣସି ଗ୍ରାମରେ ଷୋଳ ଶାସନରେ ବି ଏଇ ପର୍ବର ଉଲ୍ଲେଖ ନାହିଁ। नहीं କିନ୍ତୁ କେବଳ ବିରରାମଚନ୍ଦ୍ରପୁର ଏମିତି ଗ୍ରାମ अच्छा ତାର ଉଲ୍ଲେଖ ଅଛି। ଆଉ ବି ମୁଁ ଗୋଟେ ସୂଚନା ପାଇଲି ଯେ କୌଣସି ଜାଗାରେ ପର୍ବ ପାଳିତ ନ ହୋଇ ବି ମୁଁ ଜଗନ୍ନାଥ ମହାପ୍ରଭୁଙ୍କର ଯୋଉ ପଞ୍ଜିକା ବାହାରୁଛି ସେଥିରେ ବି ଏଇ ବିଜୟା ନବମୀ ବିଷୟରେ ଉଲ୍ଲେଖ କରାଯାଇଛି। ତାହେଲେ କଣ ତାର ମାହାତ୍ମ୍ୟ ସେ ବିଷୟରେ ଟିକେ କୋଉ ତିଥି ବାର କେମିତି ପାଳନ କରାହୁଏ, ଲୋକମାନେ ଯଦି ଚାହିଁବେ ଆସିବା ପାଇଁ ସେ ପର୍ବରେ ବିଶେଷତ୍ୱ କଣ, ସେମାନେ ଆସିକି ସେ ପର୍ବରେ ଦର୍ଶନ କରିବେ, କରିଲେ କଣ ତାଙ୍କର ଲାଭ ହବ ସେ ବିଷୟରେ ଟିକେ କୁହନ୍ତୁ। आमर होची आषाढ़ मास शुक्ल पक्ष नवमी तिथि होची विजय नवमी रूपे आमर घोषित से दिन आम गाँव रे जो हो जावा जो दुख पड़ता बहुत लोकंर देहांत हो जाता जहाद्वारा कि से दिन बहुत आम ग्राम गोटे बहुत विपदजनक जिनस और बहुत दुखदायक जिन जहाद्वारा कि से ग्राम को जो आप कहले जो आसती दर्शन करने विजय नवमी दिन आम गाँव को जो मैंने आसती से दिन घर को फेरती ଆଚ୍ଛା ଏଇଟା କଣ यार कारण हूँ जेहेतु से दिन आम ग्राम विपद बा बाड़ी पड़ा से दिन जो मैंने आसवे से दिन के बाहर को जापरेंगे ना माँ से दिन उग्र रूपता धारण करता ତାହେଲେ ଆପଣ କହୁଛନ୍ତି ଯେ କୌଣସି ବାହାର ଲୋକ ଯୋଉମାନେ କି ଗ୍ରାମବାସୀ ନୁହନ୍ତି ସେମାନେ ଆସିବା କଥା ନୁହଁ। विजय नवमी दिन संध्या पूर्व जहाँ आसिक बुली जाए संध्या पर से आसीपारे ना। ଆଚ୍ଛା ଏମିତି କଣ ଅଛି କିଛି ଦୈବୀ ଶକ୍ତି ତାଙ୍କୁ ରୋକେ? निश्चिंत भगवती निजे दैवी शक्तिर प्रकृति ତାହେଲେ ଯିଏ ଆସିବା ପାଇଁ ବି ଚାहे ସେ ଆସିପାରେନି। जदि भी आसवे कौन अघटन घटव निश्चित भाव में। ଆଚ୍ଛା ଏବେ ବି से जिनिस अच्छी